ମତାନ୍ତର ମନାନ୍ତର ଥାଇପାରେ। ଯାହା ହବ ମତାନ୍ତର ତାକୁ ସମାଧାନ କରିବା ପାଇଁ ମତାନ୍ତର ରହିବ ସ୍ୱାଭାବିକ, କିଛି ଅସୁବିଧା ନାହିଁ। କାରଣ ଏ ଦେଶରେ ବିଶ୍ୱରେ ବିଭିନ୍ନ ମତବାଦ ରହିଛି, ଆପଣ ଜାଣିଛନ୍ତି। ଉଦାରପନ୍ଥୀ ଆର୍ଥିକ ଅବସ୍ଥା ନେଇ ମତବାଦ ରହିଛି, କମ୍ୟୁନିଷ୍ଟ ମତବାଦ ରହିଛି। ତେଣୁ ମତାନ୍ତର ଯଦି ଥାଏ ଗୋଟେ ଦଳରେ ସ୍ୱାଭାବିକ। ତେଣୁ ତାକୁ ସମାଧାନ କରିବାର ଉପାୟ ବି ଅଛି, ଆଲୋଚନା ମଧ୍ୟରେ ଆପୋଷ ଆଲୋଚନା ହେଇପାରିବ। କିନ୍ତୁ ଅତୀତରେ ଯେଉଁ ଅନ୍ୟ ଦୁଇଟି ଜାତୀୟ ଦଳରେ ସେଇ ଯେଉଁ ଜିନିଷ ହେଇଥିଲା ତାହା ଏ ଦଳରେ ପୁନରାବୃତ୍ତି ଘଟିବ ବୋଲି ମୁଁ ଆଶା କରୁନାହିଁ ଏବଂ ସେଭଳି ସମ୍ଭାବନା ମୁଁ ଦେଖୁନାହିଁ। ତାହେଲେ ପ୍ରତିଷ୍ଠା ଦିବସ ପରେ ନୂଆ ସଂକଳ୍ପ ବା ପ୍ରତିଷ୍ଠା ଦିବସରେ ନୂଆ ସଂକଳ୍ପ ନେଇ ଦଳ ଆଗକୁ ଯିବ। ସଂକଳ୍ପ ତ ଜଣେ ପ୍ରତ୍ୟେକ ରାଜନୈତିକ ଦଳ ସଂକଳ୍ପ ନେବାକୁ ଆବଶ୍ୟକ। କାରଣ ଏ ଦୁନିଆରେ ପ୍ରତିବର୍ଷ ସମୟ ଅନୁସାରେ ସମସ୍ୟା ଆସୁଛି, ନୂଆ ନୂଆ ସମସ୍ୟା ଆସୁଛି, ପୁରୁଣା ସମସ୍ୟା ଯାଉଛି। ତେଣୁ ନୂତନ ଆହ୍ୱାନ ଆସୁଛି। ଆହ୍ୱାନ ବି ବିଭିନ୍ନ ଆହ୍ୱାନ, ନୂତନ ଆହ୍ୱାନ ଆସୁଛି। ଗୋଟେ ଧରନ୍ତୁ ଆମେ ଏ ଦଳ ପ୍ରତିଷ୍ଠା ହେଇଥିଲା କେବେ? ବିଂଶ ଶତାବ୍ଦୀରେ ହେଇଥିଲା। ଆମେ ଏକବିଂଶ ଶତାବ୍ଦୀରେ 97 ବିଂଶ ଶତାବ୍ଦୀରେ ହେଇଥିଲା। ଆମେ ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ମଧ୍ୟ ଅଛୁ। ତେଣୁ ଏକବିଂଶ ଶତାବ୍ଦୀର ଆହ୍ୱାନ ଅଲଗା, ବିଂଶ ଶତାବ୍ଦୀର ଆହ୍ୱାନ ମଧ୍ୟ ଅଲଗା।